ପିଲାମାନେ ଉଠିଲଣି ନା ନାହିଁ କେଜାଣି। ଶଳା କାଲି ଆଉ ଜାନୁଆରୀ 26 ପାଇଁ କରିହବଟି କେଜାଣି, ଦେଖିବାକୁ ପଡିବ। ଚାଲ ଦେଖିବା କଣ ହେଇଛି। ଆବେ ରାହୁଲୁ ଆରେ ତୁ ଭାଇ ଉଠି ଯାଇଛୁ? ମୁଁ ଉଠି ତମେ ପକେଇଲ ଗ୍ରୁପରେ ମୁଁ ଉଠିକି ଶୀତ ଠିଆ ହେଇଛି। ଶୀତ ମାନେ ଗାଣ୍ଡି ଫଟା ଶୀତ। ଏଠି ଆମ 3:30 ହେଲେ ଭାଇ ମାନେ କେହି ନାହାନ୍ତି। ଆଉ କଣ କାଲି ଜାନୁଆରୀ 26 କଣ ରୋଷେଇ କରିବା, କଣ ଦବା? ଫୋନ କରିବା ସମସ୍ତଙ୍କୁ ଫୋନ ମାଇଲ ଜଲ୍ଦି, ଚାଇଲ ଜଲ୍ଦି, ଚାଲ 3:27 ହେଲେ ରୋଷେଇ କେହି କଲ୍ ଦେଖା କର, ନାହାନ୍ତି। କେହି ଦେଖା ନାହାନ୍ତି। କଣ କରିବା? ଫୋନ ଫାନ କରିବା ସମସ୍ତଙ୍କୁ। ସମସ୍ତଙ୍କୁ ଫୋନ ମାଇଲ ଜଲ୍ଦି, ଡେରି ହେଲେ ଶୀତ କରୁଛି କଣ ଜାଣି ପାରୁନାହାନ୍ତି ଛୁଆମାନେ ଆମର। ଶୀତ ଫାଷ୍ଟ ସେୟା କରୁଛି ଲୁଲୁ ଭାଇ କତିକି କଲ୍ କରିବଟି। ଲୁଲୁ ଫୋନ କରିବା। ଶୋଇ ପଡୁଛନ୍ତି କଣ ଯାଇ ଘରେ ଶୀତ ଦିନରେ। ଏ ତ ରିଙ୍ଗ ହଉଛି ଉଠଉନି। ଆମେ ତା ଭିତରେ ଲାଇଟ୍ ଫାଇଟ୍ ଲଗଉନୁ। ଲାଇଟ୍ ଲଗେଇ ଆଇଲ। ଲାଇଟ୍ ଫାଇଟ୍ ଲଗା। କଣ ଜଳିଲାନି ତ? ଲାଇଟ୍ ଭାଇ ସବୁ ଲାଗିଗଲା। କାଇଁ ଜଳୁନି ତ, ଲାଗିଗଲା। ଦେଖୁନ ଜଳିଲା। ରେଡି କରିଦେବି ନା ମୁଁ ଠିକ ଛାଡିବି। ଅଛି, ମୁଁ ତ ଫୋନ କରିଦେଇଛି ପିଲାଙ୍କୁ, ସବୁ ଆଉଛନ୍ତି। ବାହାରିଲାଣି ତ ସବୁ ଆଉଛନ୍ତି। ଠିକ ଅଛି, ଚାଲ। ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣ ମାନେ ତ ଆମକୁ ଭୁଲି ଯିବେଣି। ଦୀର୍ଘ 3 ମାସ ହେଲେ ଆମର ଭିଡିଓ ଗୋଟେ ଆସିପାରୁନି। ଆପଣ ମାନେ ତ ଜାଣିଥିବେ ଆମେ ଚାଷୀ ବାସୀ ଘରର ପିଲା। ଧାନ କାଟିଲୁ, ଧାନ ବାଡେଇଲୁ, ଧାନ ମଣ୍ଡିରେ ଦେଲୁ, ଏବେ ଭିଡିଓ ପୁରା ଆଣିବୁ, ଭିଡିଓ ଖାନ୍ଦି ଦବୁ ତମ ପାଖରେ। ଆଉ ଆପଣ ମାନେ ତ ସମସ୍ତେ ଜାଣିଥିବେ କାଲି ଆମର ଜାନୁଆରୀ 26 ଟା। କାଲି ଆମ ଜାନୁଆରୀ 26 ରେ ଆମ ପିଲାମାନଙ୍କ ପାଇଁ କିଛି ପୁରୀ ଆଉ ଆଳୁଦମ କରିବା, ଆମ ସ୍କୁଲରେ ନେଇ ବାଣ୍ଟିବା, ନା କଣ ଭାଇ ମାନେ କହୁଛ? ଆଜ୍ଞା ଭାଇ ମାନେ ବାଣ୍ଟିବା। ଆଉ ଆମ ଭିଡିଓଟି କେମିତି ଆପଣ ମାନେ ଲାଗୁଛି ଆପଣ କମେଣ୍ଟ ସେକ୍ସନରେ ଆମକୁ ଜଣେଇବେ। ଜୟ ଜଗନ୍ନାଥ। ରହୁଛୁ। ଚାଲନ୍ତୁ ଷ୍ଟାର୍ଟ କରିବା। ଚାଲନ୍ତୁ ଷ୍ଟାର୍ଟ କରିବା। ଏ ଚୁଲା ଫୁଲା ସବୁ ଆଣି ରେଡି କରିଦବା। ଆଉ ସବୁ ରେଡି ହେଇକି ଅଛି। ଆପେ ଇଟା ଦରକାର ବୋଧେ। ଇଟା ଦରକାର। ଭିଡିଓ ହଉଛି, ତୋର ଇଟା ଦରକାର ରହ। ଭିଡିଓ ଥାଉ। କେତେ ତେଲ କଢେଇ ବସିବ, କଢେଇ ବସିଲେ ବି ଇଟା ଦରକାର ହବନି? କିଛି ଦରକାର ନାହିଁ। ପାଗଳ ଗୋଟେ ସେଥିରୁ। ଏ ସଉଦାଗୁରା ସବୁ ବାହାର କରିଦିଅ, ଏଇଠି ସବୁ ରଖିଦବା। ଇଏ କଣ ଭାଇ ଆଜି ବସ୍ତାଏ ସଉଦା? ଫୋପାଡେ ନା ଏତେ ଜୋରେ। କାନ୍ଦି ଲିପୁନି ଆସୁନା। ହଉ ଚାଲ, ଏବେ ଆମେ ସବୁ ଆଳୁ ଧୁଆ ଧୁଇ କରି ଆମର ବାସନ ସବୁ ଧୁଆ ଧୁଇ କରିଦବା। ଆଣି ହାରି ତାପରେ କଟାକଟି କରି ବଟାବଟି କରିକିରି ସିଝା ସିଝି କରିବା। ଚାଲ ଚାଲ। ଆମ କଣ ଦେଖିଛି, ସେ ଯାହା ପୁରେଇ ଦେଲା ନା। ଦେଖ ଭାଇ, ଶୀତ ଦିନରେ ଲୋକ ଉଠୁନାହାନ୍ତି ଝାଡା ଯିବାକୁ, ହେଲେ ଆମେ ଛୁଆମାନଙ୍କ ପାଇଁ ପ୍ରସ୍ତୁତ କରୁଛୁ ଆଳୁଦମ ପାଇଁ ଆଳୁ ଧୋଉଛୁ। ରେଡି ପୁରା ହାତୀ ପୁରା ଆଜି ମାତିଛି। ଛୁଆ କାଲି କେମିତି କଣ ଖାଇବେ, ହାତୀ ଟେଣ୍ଟଟା ନେଇଛି ପୁରା କାଟୁଛି ହାପି ଆଜି। ଆଉ କଣ କାଲି ଛୁଆ ଖାଇବେ ତ? ହଁ ମୁଁ କିଛି କହୁନାହାନ୍ତି, ପାଟିରେ ଗୋଟେ ଗୁଟକା ମାରି ବଇଛନ୍ତି। ଆଳୁଟା ଧୁଆ ହଉଛି, ଯୋଉ ଶୀତ ଟା ହଉଛି ମୁଁ ଜାଣିଛି। କୋଉଠି? ହଁ 15 ଟଙ୍କା ଦେଇ ଆଳୁ ସିଝା ଏବେ ଆମେ ବସେଇ ଦେଇଛୁ। ଏବେ ଆମେ ଅଟା ଚକଟି ଦବୁ। ତାପରେ ଆଳୁ ସିଝିବା ଭିତରେ ଅଟା ଚକଟି କରି, ତାପରେ ଆଳୁ ସିଝି ଗଲା ପରେ ଚୋପା ଫୋପା ଛଡିଆ ହବ। ଆଗକୁ ଆଉ ଦେଖନ୍ତୁ କେମିତି କଣ ହଉଛି। ଇଏ କଣ ହବ ଏତେ ଲୁଣ ପକେଇଲେ? ଏବେ ଆମେ ପୁରୀ ପାଇଁ ଅଟା ଆଉ ମଇଦା ଇଏ କରିବା, ଚକଟି ଦବା। ଏବେ ଆମେ 5 କିଲୋ ଅଟା ନବା, 3 କିଲୋ ମଇଦା ନବା। ପାଞ୍ଚ କିଲୋ ଅଟା ପକେଇ ଦେଇଛେ, ଏବେ 3 କିଲୋ ମଇଦା ପକେଇଦବା। ଆମେ ସ୍ୱାଦ ଅନୁସାରେ ଲୁଣ ପକେଇଦବା। ଅଟା ମଇଦାକୁ ଆଗକୁ ଟିକେ ଆମେ ଭଲସେ ଘାଣ୍ଟି ଦେଇଛେ, ମିଶେଇ ଦେଇଛେ। ଏବେ ଲୁଣ ପକେଇଦେଲେ, କସ୍ତୁରୀ ମେଥି ପତ୍ର ପକେଇଦବା ଟିକେ।
ଏବେ ଆମେ ଆକୁ ଭଲସେ ଫେଣ୍ଟି ଦବା। ହବ। ହଁ ଯେ ପାଣି ଯା ଦେଇଦବ। ୟାକୁ ଚକଟି ଦବା। ଅଟା ଚକଟା ହେଇଯାଇଛି ଭଲସେ। ଏବେ ଆମେ ଗୁଳା କରିବା। ଏବେ ଆମେ ପୁରୀ ବେଲିଆ ଷ୍ଟାର୍ଟ କରିଦବା। ତୋଫାନ ଆମର ସାହାଯ୍ୟ କଲା ଆସିକିରି ରାତି 4ଟାରୁ ଆସି ଉଠିଥିଲା। ଏବେ ଆମର ତେଲ ଭଲସେ ତାତିଗଲାଣି, ପୁରୀ ପକେଇଦବା। ସ୍ଲୋ କରିଦେବି। ଛଣା କାଇଁ ବନ୍ଦ ହେଇଛି? ଏବେ ଆଳୁଦମ ପାଇଁ ଆଳୁ ସିଝିଗଲାଣି। ଏବେ ପୁରା ଚୋପା ଛଡେଇଦବା। ଏବେ ଆମର ଆଳୁ ଛଡା ସରିଗଲା ପୁରା। ଏବେ ପିଆଜ ପୁରା କାଟି ପୁରା ଗୁନ ଗୁନ କରିଦବା। ରାହୁଲର ଏବେ ପିଆଜ କଟା ସରିଗଲାଣି। ଏବେ ଆମେ ରସୁଣ ଛଡେଇ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦବା। ଆଉ ବହୁତ ଲେଟ୍ ରାତି ହେଲାଣି। ରାତି ତ କଣ ପାହିଗଲାଣି, ଦିନ ଆସିଗଲାଣି। ଆମର ତଥାପି ପର୍ଯ୍ୟନ୍ତ ଆଳୁଦମ ସରିନି। ତ ନିଦ ପ୍ରବଳ ଜୋର ମାଇଲାଣି। ଛାଡ, ଯାହା ଅଛି ଦେଖିବା। ଚାଲୁ କୋଉ ଯାଏ ଯାଉଛି। ଏବେ ବର୍ତ୍ତମାନ ତେଲ ତାତିଗଲେ ପିଆଜ ଟା ପକେଇଦବା। ରାହୁଲ ତେଜପତ୍ର ଦିଟା ଆଣିଲୁ, ତେଜପତ୍ର ପକେଇ। ଆମେ ଆଳୁ ଛୋଟ ଛୋଟ ପିସ୍ କରି କାଟିଦବା। ଏବେ ବର୍ତ୍ତମାନ ପିଆଜ ହେଇଗଲେ ଏବେ ରସୁଣ ଟା ପକେଇଦବା। ପକା ରସୁଣ। ଏବେ ବର୍ତ୍ତମାନ ପିଆଜ ଅଦା ରସୁଣ ଭଲ କି କଷି ହେଇଗଲେ ଏବେ ଅଦା ଟା ଟିକେ ଦେବା। ଅଦା ଦେଇ ପକା। ବର୍ତ୍ତମାନ ପିଆଜ ଅଦା ରସୁଣ ଭଲ କି କଷି ହେଇଗଲେ ଏବେ କାଶ୍ମୀର ଚିଲ୍ଲି ଟିକେ ପକେଇଦବା।
ଏବେ ହଳଦୀ ପକେଇଦବା। ଏବେ ଜିରା ଗୁଣ୍ଡ ପକେଇଦବା। ଏବେ ଧନିଆ ଗୁଣ୍ଡ ପକେଇଦବା। ଲାଇଟ୍ ଲଗେଇଲା ବେଳକୁ ଗୋଟେ ହେଇଗଲା। ମୁଁ ସେଇଠୁ ପାଣି ଫାଣି ବସେଇଲୁ ଏବେ ମଗଜ ଟା ଦେଇଦବା। ଶେଷରେ ଯାଇ ଗୋଟେ ଗାଁ ଏବେ ବର୍ତ୍ତମାନ ମସଲା ହେଇଗଲେ ଆଳୁକୁ ଛାଡିଦବା। ହେଲା ତ? ଏବେ ମିଟ୍ ମସଲା ଟା ପକେଇଦବା। ଭାଇ ଏବେ ବଦାମ ଟା ପୁରା ରେଡି ହେଇଗଲେ ଗରମ ମସଲା ଟେ ପକେଇଦବା। ମୁଁ ତାକୁ କହିଲି ରସାବଳି ନା କଣ ତା ଦେହରେ ଦି ଦିଟା ଲେଖା ଜରିଆ ପୁରେଇକି ଦେଇଦବୁ। ସେ ଗଲାବେଳେ କହିଲା ଭାଇ ସମୟ ହେଲାନି ଯେ ମିଠେଇ ଆମର ଖାଲି ମିଠେଇ ପୁରେଇ ଦେବୁ। ନ ଖାଇକି ନା ବଢିଆ ପୁରା ଆମ ରେଡି ହେଇଗଲା ଜିନିଷ ସବୁ। ଯାଉନୁ ନା
ଦିଟା ଅଛନ୍ତି ଏ